ଦେଖିବେ ଏଇ ଯୋଉ ନିଯୁକ୍ତିଟି ରହିଛି ଅଙ୍ଗନବାଡି ୱାର୍କର ଭାବରେ ଆପଣ ନିଯୁକ୍ତି ପାଇପାରିବେ। ପ୍ରଥମେ ଆପଣ ଦେଖନ୍ତୁ କ୍ରୋମରେ ସର୍ଚ୍ଚ କରିଦିଅନ୍ତୁ। ଅଙ୍ଗନବାଡି କେବଳ ସର୍ଚ୍ଚ କରନ୍ତୁ। ଯେତେବେଳେ ଦେଖନ୍ତୁ ଏଇ ପୋର୍ଟାଲଟି ଆସୁଛି ଆକୁ କ୍ଲିକ୍ କରନ୍ତୁ। ଅଙ୍ଗନବାଡି ଏନଗେଜମେଣ୍ଟ ପୋର୍ଟାଲ ଏନଗେଜମେଣ୍ଟ awc.orissa.gov.in ଏଇଥିରେ ଆପଣ କ୍ଲିକ୍ କରନ୍ତୁ ବା ଏଇ ଲିଙ୍କଟାରେ ହିଁ କ୍ଲିକ୍ କରନ୍ତୁ। ଏ ଯୋଉ ଟୋଟାଲ ଲିଙ୍କଟା ଆସୁଛି ତାକୁ କ୍ଲିକ୍ କରନ୍ତୁ। କ୍ଲିକ୍ କରିବା ପରେ ଦେଖନ୍ତୁ ଆପଣଙ୍କ ଡିଷ୍ଟ୍ରିକ୍ଟ ଆସୁଛି। ଆପଣ ଡିଷ୍ଟ୍ରିକ୍ଟକୁ ସିଲେକ୍ଟ କରନ୍ତୁ। ଆଉ ଯୋଉ ଆକ୍ଟିଭ ଏନଗେଜମେଣ୍ଟ ଆଡ୍ ଅଛି ଏଇଟା ଯେମିତି ତାକୁ ହିଁ ସିଲେକ୍ଟ କରିଥିବେ, ଏ ଦୁଇଟାକୁ ସିଲେକ୍ଟ କରିବେନି। ତାପରେ ଆପଣ ଦେଖନ୍ତୁ ଏଠି ସିଲେକ୍ଟ କରିବେ ଅଙ୍ଗନବାଡି ୱାର୍କର କି ହେଲ୍ପର। ଏଠି ଡିଷ୍ଟ୍ରିକ୍ଟ ସିଲେକ୍ଟ କରିଦେବେ। ତାପରେ ସର୍ଚ୍ଚରେ କ୍ଲିକ୍ କରନ୍ତୁ। ସର୍ଚ୍ଚ ପରେ ଦେଖନ୍ତୁ ବହୁତ ଗୁଡ଼ିଏ ଭ୍ୟାକାନ୍ସି ଅଛି। ଏଠି ଅଙ୍ଗନବାଡି ସେଣ୍ଟର ନେମ୍ଟା ଦେଖିପାରିବେ, କୋଉ ଡିଷ୍ଟ୍ରିକ୍ଟର ଦେଖିପାରିବେ, ରୁରାଲ ଅର୍ବାନ କୋଉ ପ୍ରୋଜେକ୍ଟ ଦେଖିପାରିବେ, ଏରିଆ କୋଉ ୱାର୍ଡରେ ଫାଙ୍କା ଅଛି ଦେଖିପାରିବେ ଏବଂ କେତେଟି ପୋଷ୍ଟ ଫାଙ୍କା ଅଛି, ଷ୍ଟାର୍ଟ ଡେଟ୍ ଦେଖିପାରିବେ, ଏଣ୍ଡ ଡେଟ୍ ଦେଖିପାରିବେ ଏବଂ ଆପ୍ଲାଏ କରିବା ହେଲେ ଏଇଠି ଆପଣଙ୍କୁ କ୍ଲିକ୍ କରିବାକୁ ପଡ଼ିବ ଏବଂ ଆପ୍ଲାଏ କରିପାରିବେ। ଏବଂ ଏଇ ଯୋଉ ଆକ୍ସନ ଅଛି ନଟ୍ ଆଭେଲେବୁଲ, ଦେଖନ୍ତୁ ଆକ୍ସନ ଅଛି ନଟ୍ ଆଭେଲେବୁଲ, ତାମାନେ ଏଠି ଭ୍ୟାକାଣ୍ଟ ଅଛି ଦେଖିପାରିବେ। ଏଇ ଯୋଉ ଭ୍ୟୁ ଡକୁମେଣ୍ଟରେ କ୍ଲିକ୍ କରିକି ଆପଣ ସେଥିପାଇଁ କ'ଣ ଯୋଗ୍ୟତା, କେବେ ଡକୁମେଣ୍ଟ ଯାଞ୍ଚ ହେବ, ସମସ୍ତ ଡିଟେଲ୍ସ ଆପଣ ସେଠି ଭ୍ୟୁ ଡକୁମେଣ୍ଟରେ କ୍ଲିକ୍ କରିକି ଦେଖିପାରିବେ। ଗୋଟେ ଆମେ ଦେଖିବା କ'ଣ ତାର ଯୋଗ୍ୟତା ରହିଛି। କ୍ଲିକ୍ କଲା ପରେ ଦେଖନ୍ତୁ ଏଠି ଆସୁଛି ଡକୁମେଣ୍ଟ ନେମ୍, ନୋଟିଫିକେସନ ଫର ଏନଗେଜମେଣ୍ଟ ଅଫ AWWS। ଏଠି ଭ୍ୟୁ ଡକୁମେଣ୍ଟ ଅଛି, ସେଠି କ୍ଲିକ୍ କରିବେ। ଯେହେତୁ ମୁଁ ପୂର୍ବରୁ ଡାଉନଲୋଡ୍ କରିଥିଲି ସେ ଡାଉନଲୋଡ୍ ଆଗେନ୍ ମାଗୁଛି। ଦେଖନ୍ତୁ ଆଡଭାର୍ଟାଇଜମେଣ୍ଟ ରହିଛି ଶିଶୁ ବିକାଶ ଯୋଜନା କାର୍ଯ୍ୟାଳୟ କଟକ ସହରାଞ୍ଚଳ 2/7/2024ରେ। କେତୋଟି ନା 7ଗୋଟି ଅଙ୍ଗନବାଡି କେନ୍ଦ୍ର ପରିସରଭୁକ୍ତ ଅଞ୍ଚଳ ନିମନ୍ତେ ଅଙ୍ଗନବାଡି କର୍ମୀ ପଦବୀ ଖାଲି ଅଛି। ଏ ପଦବୀ ନିୟୋଜନ ନିମନ୍ତେ ଓଡ଼ିଶା ସରକାର ମହିଳା ଶିଶୁ ବିକାଶ ବିଭାଗଙ୍କ ସଂଶୋଧିତ ନୂତନ ଦିଶା ନିର୍ଦ୍ଦେଶାବଳୀ ତାରିଖ 15/3/2023 ଏବଂ ଏହା ସମ୍ପର୍କିତ ପରବର୍ତ୍ତୀ ସଂଶୋଧିତ ନିର୍ଦ୍ଦେଶାବଳୀ ମୁତାବକ ଲିଖିତ ଯୋଗ୍ୟତା ସର୍ତ୍ତାବଳୀ ଥାଇ ସମ୍ପୃକ୍ତ ଅଙ୍ଗନବାଡି କେନ୍ଦ୍ର ପରିସରଭୁକ୍ତ ଅଞ୍ଚଳର ମହିଳାମାନଙ୍କ ଠାରୁ ନିର୍ଦ୍ଧାରିତ ଫର୍ମରେ କେବଳ ଅନଲାଇନ୍ ମାଧ୍ୟମରେ ଆପଣ ଆପ୍ଲାଏ କରିପାରିବେ। କେବେଠୁ ନା 4 ଜୁଲାଇ 2024 ଠାରୁ 18 ଜୁଲାଇ 2024 ତାରିଖ ସୁଦ୍ଧା ଅନଲାଇନ୍ ମାଧ୍ୟମରେ ଆବେଦନ କରିପାରିବେ। 18 ଜୁଲାଇ ପରେ କୌଣସି ଦରଖାସ୍ତ ବା କାଗଜ ଗ୍ରହଣ କରାଯିବ ନାହିଁ ଏବଂ ଆବଶ୍ୟକ ପ୍ରମାଣପତ୍ର ମଧ୍ୟ ଅନଲାଇନରେ ଅପଲୋଡ କରିବାକୁ ପଡ଼ିବ। ଯଦି ନ କରିଥିବେ ଆପ୍ଲିକେସନକୁ ନାକଚ କରାଯିବ। ଅନଲାଇନ୍ ରେଜିଷ୍ଟ୍ରେସନ ବା ଆପ୍ଲାଏ କେମିତି କରିବେ? ପ୍ରଥମେ ଦେଖନ୍ତୁ ଏଇ ୱେବ ପୋର୍ଟାଲକୁ ଖୋଲିବାକୁ ପଡ଼ିବ। ରେଜିଷ୍ଟ୍ରେସନ ଫାଷ୍ଟ କରିବେ। ପବ୍ଲିକ ଲଗ୍ଇନ୍ ସାଇନ୍ ଇନ୍ କରି ନିଜର ୟୁଜର ନେମ୍ ଦେବେ, ପାସୱାର୍ଡ କ୍ରିଏଟ୍ ନିଜେ କରିବେ। ତାପରେ ଆପଣ ଆବେଦନ କରିପାରିବେ। ଯୋଗ୍ୟତା ଦେଖନ୍ତୁ ପ୍ରଥମ ହେଉଛି ଯୋଉ ଅଙ୍ଗନବାଡି ପାଇଁ ଆପ୍ଲାଏ କରିବେ ସେଇ ଅଞ୍ଚଳ ପରିସରଭୁକ୍ତର ବାସିନ୍ଦା ହୋଇଥିବେ। ବୟସ 1/1/2024 ତାରିଖକୁ 18 ବର୍ଷରୁ 35 ବର୍ଷ ମଧ୍ୟରେ ହୋଇଥିବ। ଶିକ୍ଷାଗତ ଯୋଗ୍ୟତା ଅନ୍ୟୁନ +2 ବା ଦ୍ୱାଦଶ ପାସ୍ କରିଥିବେ। ଓଡ଼ିଆ ଜାଣିବା ଓ ଓଡ଼ିଆ ଜ୍ଞାନ ବାଧ୍ୟତାମୂଳକ ଯେଉଁମାନେ ଅଙ୍ଗନବାଡି କର୍ମୀ ଆବେଦନ କରିବେ। ମନ୍ଥଲି ବା ମାସିକ ଦରମା ରହିଛି 10,000 ଟଙ୍କା।
ऑनलाइन जो सब अप्लाई करथिबे 19 जुलाई 2024 तारिख 11 शिशु विकास योजना कार्यालय कटक सहरांचल कार्यालय जांच करा प्रार्थी माने निज निज उपस्थित रही निजर समस्त मूल प्रमाण पत्र से दिन जांच कर उपस्थित न रहिले प्रार्थी तो नाकच करा से रहिले न रहिले प्रमाण पत्र जांच कराइथिबा आवेदनकारी तालिका ऑनलाइन वेबसाइट माध्यम प्रकाश करा देखो को डॉक्यूमेंट ऑनलाइन देबे पासपोर्ट साइज फोटोग्राफ दशम +2 ताठू अधिक जहाँ आपनकर एजुकेशनल क्वालिफिकेशन मार्कशीट और सर्टिफिकेट तहसीलदार बासिंदा प्रमाण पत्र विवाहिता विधवा प्रार्थी होते स्वामी नाम थाई बासिंदा प्रमाण पत्र आवश्यक हरिजन आदिवासी होते तहसीलदार प्रमाण पत्र विधवा होते स्वामी मृत्युर प्रमाण पत्र अनाथ झी होते विधिवत प्रमाण पत्र भिन्नक्षम होते 40% ऊर्ध होते जिला मुख्य चिकित्साकारी सीडीएमओ ठारू प्रमाण पत्र एवं निश्चय परित्यक्ता असहाय होते तहसीलदार विधिवत प्रमाण पत्र स्वामी परित्यक्ता होते कोर्ट रु डिग्री प्रमाण पत्र समग्र शिक्षा अभियान एनपीजीएल अधीन ईसीसीई कर्मी होते डीपीसी ठारू अभिज्ञता प्रमाण पत्र पूर्व ग्रामर बालवाड़ी केन्द्र में बालवाड़ी कर्मी भाव कार्य करते डीओ ठारू अभिज्ञता प्रमाण पत्र और संपृक्त अंगनवाड़ी केन्द्र अंचल बासिंदा प्रमाण स्वरूप आफिडेविट निश्चिंत दाखल कर तक आपको डॉक्यूमेंट दबाक पड़े एठी आपण देखि परिबे क्रमिक नंबर वार्ड नंबर अंगनवाड़ी केन्द्र नाम अंगनवाड़ी केन्द्र परिसरभुक्त अंचल से अंगनवाड़ी अंडर को अंचल तक आसूची प्रमाण पत्र केबे जांच हम देखु 19/7/2024 समय 11टा ये गोटे मुझे देखली से भाया आम फास्ट देखी देखा आउ कौटी कौटी वैकेंसी अच्छी देखो ये वैकेंसी अच्छी ये भी वैकेंसी अच्छी देखो बहुत गुड़े वैकेंसी 4 ये भी वैकेंसी देखो अच्छी ये भी वैकेंसी अच्छी ये भी वैकेंसी अच्छी ये भी देखो वैकेंसी अच्छी आप चेक करेंगे बहुत गुड़े वैकेंसी अच्छी जो आप गोटे पेज सारी सारे आप नेक्स्ट को क्लिक करके आउ गोटे पेज देखिपारे देखो ये भी वैकेंसी अच्छी सब वैकेंसी चेक करेंगे कि डायरेक्ट आप निजर चेक करने को चाहते ये अंगनवाड़ी आप निज अंगनवाड़ी नेमटा देकी सर्च करेंगे डिस्ट्रिक्ट देदेवे को पोस्ट में अप्लाई करदेवे अंगनवाड़ी नेमटा देकी सर्च करेंगे देखो कटक पर देखिए अनुगुल भी बहुत वैकेंसी अच्छी गोटे जिनिस आप ध्यान देवे ये देखो जो नॉट अवेलेबल देखो कहीं अप्लाई करना जदि ये गोटे मार्क आसूची क्लिक करूँ
ମୁଁ କ୍ଲିକ୍ କରିକି ଦେଖନ୍ତୁ କୋଉମାନେ ଆପ୍ଲାଏ କରିଛନ୍ତି ଏବଂ କେତେ ଜଣ ଆପ୍ଲାଏ କରିଛନ୍ତି ତାକୁ ଦେଖିପାରିବେ ଆପଣ। ଯୋଉଠି ଦେଖିବେ ଷ୍ଟାର୍ଟ ଡେଟ୍ ଏଣ୍ଡ ଡେଟ୍ ସରିଯାଇଛି ଜାଣିବେ ସେଠି ଆପ୍ଲାଏ ସରିଗଲାଣି, ସେଠି ଆଉ ଆପଣ ଆପ୍ଲାଏ କରିପାରିବେ ନାହିଁ। ବରଗଡ଼ର ଦେଖିବା ଅଙ୍ଗନବାଡି ସେଣ୍ଟର ନେମ୍, ଡିଷ୍ଟ୍ରିକ୍ଟ ନେମ୍ ଏଭଳି ସବୁଗୁଡି ଦେଖିପାରିବେ। ଏବଂ ଏଇଠି ଦେଖନ୍ତୁ ଏଣ୍ଡ ଡେଟ୍ ଅଛି 14/7/2024, ତାମାନେ ଏଠି ଆପଣ ଆପ୍ଲାଏ କରିପାରିବେ। ଡକୁମେଣ୍ଟ ଦେଖିବାକୁ ଚାହିଁଲେ ଏଠି କ୍ଲିକ୍ କରିବେ।